ବିଜୁ ଗୋଟେ ଭିନ୍ନ ମଣିଷ ଥିଲେ ମୋ ଦୃଷ୍ଟିରେ। ଅସାଧାରଣ ମଣିଷ ଥିଲେ କିନ୍ତୁ ସାଧାରଣ ଲୋକଙ୍କ ସହିତ ମିଶୁଥିଲେ। ସେଇଟା ହେଉଛି ସବୁଠୁ ବଡ଼ କଥା। ଯିଏ ହେଇପାରେ ଚାଇନା ଆଗ୍ରେସନ୍ ଟାଇମ୍ରେ ନେହେରୁଙ୍କ ପାଇଁ ଆମେରିକାରେ ଦୂତ ହିସାବରେ ଯାଇକରି ଆଡ଼ଭାଇଜର ହିସାବରେ କାମ କରିପାରେ, ସେ ଲୋକ ପୁଣି ସୁମ୍ନି ଝୋଡ଼ିଆ ଭଳିଆ ଗୋଟେ ଆଦିବାସୀ ସରଳ ମହିଳାକୁ ଆଡ଼ଭାଇଜର କରିପାରେ। ତେଣୁ ଏଇଭଳିଆ ଗୋଟେ ବ୍ୟକ୍ତିତ୍ୱ ଥିଲେ। ତେଣୁ ମୁଁ କହିବି ଯୁବକ ଛାତ୍ରଙ୍କ ଠାରୁ ଆରମ୍ଭ କରି, ମହିଳାଙ୍କ ଠାରୁ ଆରମ୍ଭ କରି, ବୟସ୍କଙ୍କ ଠାରୁ ଆରମ୍ଭ କରି ଏବଂ ବିଭିନ୍ନ ସମ୍ପ୍ରଦାୟ ଠାରୁ ଆରମ୍ଭ କରି ବିଭିନ୍ନ ଗୋଷ୍ଠୀ ଦଳ ସବୁର ঊର୍ଦ୍ଧ୍ୱକୁ ଯାଇକରି ମଣିଷକୁ ଭଲ ପାଇବା ମଣିଷ ଥିଲେ ବିଜୁ ପଟ୍ଟନାୟକ। ବିଭିନ୍ନ ଦିଗ ତାଙ୍କର ଥିଲା। ମୋ ଭାବରେ ମୋ ଭଳି ଗୋଟେ ଛୋଟିଆ ମଣିଷଟେ ତାଙ୍କ ଭଳି ବ୍ୟକ୍ତିତ୍ୱକୁ ମାପିବା ଠିକ୍ ନୁହେଁ, ମାପି ପାରିବେନି, ଭୁଲ ଭାଲ ହେଇଯିବ। ତାଙ୍କ ସହିତ କମ୍ ମିଶିଛି କିନ୍ତୁ ଅନୁଭବ କରିଛି ଅଧିକା ବିଜୁବାବୁଙ୍କୁ। ମୋର ମିଶିବାରେ ବିଜୁବାବୁଙ୍କ ସହିତ ହେଉଛି ପାରିବାରିକ ସୂତ୍ରରେ। ବାପାଙ୍କ ସହିତ ତାଙ୍କର ନିବିଡ଼ ବନ୍ଧୁତା ଥିଲା। 1967 ମସିହାରେ ଯେତେବେଳେ ବାପା ଶିକ୍ଷକତା ଛାଡ଼ିକରି ରାଜନୀତିରେ ଯୋଗ ଦେଇଥିଲେ, ସେ ସମୟରେ ବିଜୁବାବୁ ରାଜନୀତିର ଗୋଟେ ପ୍ରତିକୂଳ ବାଟ ଦେଇକରି ଯାଉଥିଲେ। ପାଟକୁରାର ବିଧାୟକ ପ୍ରାର୍ଥୀ ଥିଲେ। ବାପା ତାଙ୍କର ଆଗଧାଡ଼ିର ସୈନିକ ହିସାବରେ କାମ କରୁଥିଲେ କିନ୍ତୁ ବିଜୁବାବୁ ପରାଜିତ ହୋଇଥିଲେ ପାଟକୁରାରେ ଚକ୍ରଧର ଶତପଥୀଙ୍କ ଠାରୁ। ପରବର୍ତ୍ତୀ ପର୍ଯ୍ୟାୟରେ 1971 ମସିହାରେ ବାପାଙ୍କୁ ଉତ୍କଳ କଂଗ୍ରେସର ପ୍ରାର୍ଥୀ କରିଥିଲେ ବିଜୁବାବୁ ପାଟକୁରା ନିର୍ବାଚନ ମଣ୍ଡଳୀରେ ଏବଂ ବାପା ସେହି ଚକ୍ରଧର ଶତପଥୀଙ୍କୁ ହରାଇଥିଲେ। ତାପରେ ବିଜୁବାବୁଙ୍କ ସହିତ ତାଙ୍କର ସମ୍ପର୍କ ଘନିଷ୍ଠତା ବଢ଼ିଯାଇଥିଲା। କିଭଳି ବଢ଼ିଥିଲା, କ'ଣ ବଢ଼ିଥିଲା ମୁଁ ସେତିକି ତାକୁ ମୁଁ ଜାଣିନି, ରାଜନୈତିକ ମାପକାଠିରେ କେବେ ମାପିନି। କିନ୍ତୁ ମୁଁ ଜାଣିଛି ବିଜୁବାବୁ ଗୋଟେ ଦରଦୀ ମଣିଷ ଥିଲେ, ଯାହାର ଭଲ ଗୁଣ ଅଛି ସେ ତାକୁ ଭଲ ପାଉଥିଲେ ଏବଂ ତାକୁ ଉଠାଇବା ପାଇଁ ଚେଷ୍ଟା କରୁଥିଲେ। କାରଣ ରାଜନୈତିକ ଲୋକ ହିସାବରେ ସାହାଯ୍ୟ ସହଯୋଗ କର୍ମୀ ହିସାବରେ କରିବା ଭିନ୍ନ କଥା। ମୁଁ ଯେତିକି ଜାଣିଛି 1976 ମସିହାରେ ଯେତେବେଳେ ଇମର୍ଜେନ୍ସିର ଘନଘଟା ଚାଲିଥିଲା, ସେ ସମୟରେ ବାପା ବିଧାୟକ ଥିଲେ କିନ୍ତୁ ଗୁରୁତର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବିଜୁବାବୁ ପ୍ୟାରେଲରେ ଆସି ବାପାଙ୍କୁ ଓଡ଼ିଶାରୁ ଦିଲ୍ଲୀକୁ ନେଇ ଏବଂ ଦିଲ୍ଲୀରେ ୱେଲିଂଟନ୍ ହସ୍ପିଟାଲରେ ବାହାରୁ ସର୍ଜନକୁ ଆଣି ଅପରେସନ୍ କରାଇବା ଏବଂ 6 ଘଣ୍ଟାରୁ ଅଧିକ ସମୟ ଗ୍ରୀନ୍ ମାସ୍କ ଡ୍ରେସ୍ ପିନ୍ଧିକିରି ଓଟି ଭିତରେ ରହି ବାପାଙ୍କ ଅପରେସନ୍ର ମୂଳରୁ ଚୂଳ ଯାଏଁ ଠିଆ ହେଇକି ରହିବା, ସବୁକିଛି ହେଫାଜତ କରିବା, ଇଏ କମ୍ ବଡ଼ କଥା ନଥିଲା। ମୋ ବାପା ରାଜକିଶୋର ନାୟକ ବିଧାୟକ ଥିଲେ, ଆଉ କିଛି ବିରାଟ ବଡ଼ ନଥିଲେ। ସାହାଯ୍ୟ କରିପାରିଥାନ୍ତେ ଭିନ୍ନ କଥା, କିନ୍ତୁ ମଣିଷକୁ ମଣିଷ ଭଲ ପାଇବା ଯେଉଁ ଇଏଟା, ସେଇଟା ସେଦିନ ଦେଖା ହେଇଥିଲା। ବାପାଙ୍କ ଭିତରେ ଯେଉଁ ଭଲ ଗୁଣ ଥିଲା ସେ ଜିନିଷକୁ ସେ ମାପକାଠିରେ ମାପି ପାରିଥିଲେ। ତେଣୁ କେବଳ ରାଜନେତା ହିସାବରେ ନୁହଁ, ମୁଁ ତ କହିବି କେତେ ଦିନ ସେ କ୍ଷମତାରେ ଥିଲେ, କ୍ଷମତା ତାଙ୍କୁ ବାନ୍ଧି ରଖିପାରିନଥିଲା। ଓଡ଼ିଶା ଲୋକ ତାଙ୍କୁ ଭଲ ପାଉଥିଲେ। ସେ ଯେତେବେଳେ ଚାଲି ଯାଇଥିଲେ ଲୋକ ଜାଣିଲେ କିଭଳି ଭାବରେ ଲୋକପ୍ରିୟ ନେତା ସେ ଥିଲେ, ମଣିଷ ସେ ଥିଲେ। ତେଣୁ ଏଇଭଳି ମଣିଷ ଥିଲେ। ତେଣୁ ଏଇ ପାରିବାରିକ ସୂତ୍ରରେ ମୋର ତାଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ କିଛି ବଢ଼ିଥିଲା। ହେତୁ ହେବା ପରେ ସାମ୍ବାଦିକତା ଥିଲାବେଳେ ତାଙ୍କ ସହିତ ସମ୍ପର୍କ ବଢ଼ିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଗୋଟିଏ ଇନଷ୍ଟାନ୍ସ ମୁଁ ବିଜୁବାବୁଙ୍କ ସମ୍ପର୍କରେ ଦେବା ପାଇଁ ଚାହୁଁଛି ଆଜିର ଦିନରେ। ବାରିପଦାର ଗୋଟେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ମୁଁ ସେ ଘଟଣାସ୍ଥଳରେ ଥିଲି, ସାମ୍ବାଦିକ ମଧ୍ୟ ଥିଲି। ଶତାଧିକ ଲୋକ ମୃତ୍ୟୁବରଣ କଲେ। ବିଜୁବାବୁ ଦେବଗୌଡ଼ ପ୍ରଧାନମନ୍ତ୍ରୀଙ୍କୁ ଧରିକିରି ସିଧାସଳଖ ସେଠି ପହଞ୍ଚିଥିଲେ ଏବଂ ଜେଡ୍ ସିକ୍ୟୁରିଟି ଭିତରେ ମଧ୍ୟ ମୋତେ ଦେଖିକିରି ମୋ ସହିତ ଆଲୋଚନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ତାଙ୍କୁ କେନ୍ଦ୍ରୀୟ ରାଶି ମିଳିବାରେ ବିଳମ୍ବ ହେଲା, ସେ ସମୟରେ ମୁଁ ବିଜୁବାବୁଙ୍କ ପାଖକୁ ଦିଲ୍ଲୀ ଯାଇଥିଲି ସେ ଅନୁଷ୍ଠାନର କିଛି ଲୋକଙ୍କ ଅନୁରୋଧ କ୍ରମେ। ବିଜୁବାବୁ ମୋତେ ସେଦିନ ମୋର ମନେ ପଡ଼ିଯାଉଛି କଥା, ବିଜୁବାବୁ ମୋତେ ଦେଖିଲେ ଯେତେବେଳେ ସିଧାସଳଖ ଜୋରେ ଗର୍ଜି ଉଠିଲେ, କେଉଁଠୁ ପଇସା ପାଇଲ ଦିଲ୍ଲୀ ପଳେଇ ଆସୁଛ ଦୌଡ଼ିକିରି, ସବୁ କୁଆଡ଼େ ଆସୁଛୁ ତୁ? ମୁଁ କହିଲି ମୁଁ କାମ ଅଛି ଏଠି, ଆପଣ କହିକିରି ଆସିଥିଲେ ଓଡ଼ିଶାରେ ଯେଉଁମାନେ ବାରିପଦା ବର୍ନ କେସ୍ ତାଙ୍କ ଫ୍ୟାମିଲିଙ୍କୁ ସବୁ ଡେଥ୍ ଇଏର ଫ୍ୟାମିଲିଙ୍କୁ ଏବଂ କ୍ଷତି ହୋଇଥିବା ଫ୍ୟାମିଲିଙ୍କୁ ପଇସା ଦେବା ପାଇଁ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ମିଳେ ନା। ହ୍ୱାଟ୍ ଆଇ ୱିଲ୍ ଡୁ, ୟୁ ଗୋ ଆଣ୍ଡ ଟେଲ୍ ୟୁର ପ୍ରାଇମ୍ ମିନିଷ୍ଟର ଆଇ ହାଭ୍ ନଟ୍ ଡିକ୍ଲାର୍ଡ। ମୁଁ ଟିକେ ହସି ଦେଇଥିଲି। ବିଜୁ ସିଧାସଳଖ ଭାବରେ ମୋ ପାଇଁ ବିରକ୍ତ ଥିଲେ। ୟୁ ଆର୍ ଏ ୟଙ୍ଗ ବୟ, ହ୍ୱାଇ ୟୁ ଆର୍ ଆଫ୍ରେଡ୍ ଅଫ୍ ମିଟିଂ ୟୁର ପ୍ରାଇମ୍ ମିନିଷ୍ଟର। ଇଏ ଥିଲା ବିଜୁବାବୁଙ୍କ ଉକ୍ତି। ସିଏ ଚାହୁଁଥିଲେ ଓଡ଼ିଶାର ଯୁବକ ଆମେ ସବୁ ଏଇଭଳିଆ ସ୍ତରକୁ ଉଠୁ। ତେଣୁ ତାଙ୍କ ମନ ଭିତରେ କ'ଣ ଥିଲା ଆଜି ଦିନରେ ମୁଁ ମନେ ପଡ଼ିଯାଉଛି। 5 ମିନିଟ୍ ବିଳମ୍ବ ନ କରି ଟେଲିଫୋନ୍ ଉଠାଇଥିଲେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ। ବେଶ୍ କଥା ସେତିକି।
मो पुरुषोत्तम एक्सप्रेस रे भुवनेश्वर पाद दिए तो मु खबर पाए समस्त अर्थ आसी जाइए दिल्ली ये थिले बिजु पट्टनायक गोटे भिन्न मनीष आउ गोटे कथा आज मन पड़ जाए बिजु बाबू तो नहांती बिजु बाबू को भेटापी दिने जाइली मुझे मृत्युर 6-7 मास पूर्व नवीन निवास को शिवानंद राय था सेठी मो सहित किसी समय आलोचना कले टेलीफोन आसिला प्रधानमंत्री दफ्तर दुईटी बड़ बड़ पदवी रे केंद्रीय पदवी रे 2 जनों सेपटू आसूला अनुरोध बोध हुए बिजु बाबू किसी रेकमेंडेशन दिंतु मते हठात देखी पचारे जे तम जिलार गोटे लोक बड़ ऑफिसर कविता लेखे बही लेखे से लोकर ना जानिछु मु हठात से व्यक्ति बड़ जन भारी वरिष्ठ व्यक्ति तांकर ना कहीदेली कहली येस यस यू आर राइट सांगे सांगे टेलीफोन उठेले और कहले यही लोक को से पदवी रे रख 2 दिन पर मु खबर कागज देखली से लोक से पदवी रे अवस्थापित होइचंती किंतु या भितर ये घनघटा भितर मु भी भूली जाइए जे ए लोकों को रेकमेंड करिसेंती कि नहीं किए बिजु बाबू देहांत परे बहुत दिन पर से व्यक्ति सहित मुझे जो आलोचना कली आपड़ जो पदवी पाई किए देता जानी ना ना मु तो जानी मु कहली ये घटनाटा को जिते कहली से मुंडरे हाथ देले ये थिले बिजु पट्टनायक कहा रेकमेंडेशन कौटू कौन आनिकी क्या पदवी दबा सेटा नाला मन भर अच्छे तो केते यही अनेक व्यक्ति को से अनेक जगार रखिंट तेणु आम भली अनेक युवकों पिठ्रे हाथ थोई देती किए बुलेट चढ़ुच तो किए मोटरसाइकेल चढ़ुच तो क्या 500 टंका दे तो क्या 1,00,000 टंका देकर पठे विदेश में पाठ पढ़ापी यार उदाहरण अनेक रही तेणु बिजु बाबू गोटे भिन्न मनीष थिले एवं ओडिशार चित्र को परिवर्तन करने से संकल्प नहीं मो ओडिशा कहते मो ओडिया भाई कहते ये कथाटा सहजरे बाहरी पारिबनी कालिया बिली कहते जगन्नाथ महाप्रभु को सेतिकी निजर से थिले साधारण मनीष को से भाव से देखुले तेणु अनेक कहानी अनेक व्यक्ति पाखे अच्छे मु बिजु बाबू सहित कम मिसी अनुभव करछि अधिक एवं मु आशा करी बिजु बाबू भली व्यक्ति निश्चित भाव में आज जो शतवार्षिकी कार्यक्रम चली बिजु बाबू को अनुभव करथिबा बिजु बाबू जीवनादर्श को अनेक युवक आज पढ़ंतु जानतु किभली भाव में आज एपीजे अब्दुल कलाम जो अबिचुआरी देइचंती जो होमेज देइचंती बिजु पट्टनायक प्रति लिखिंट सीधा इज ए ट्रू पैट्रियट केते खुशी ही जाइचंती से बिजु बाबू सहित मिसिकी अनेक राजनेता को एपीजे अब्दुल कलाम भेटी तेणु मु कही रखापी चाहूँचे आमे जो युववर्ग अच्छु बर्तमान आज दिन में बिजु बाबू जीवन प्रासंगिकता रही तेणु जीवनादर्श आम समस्त देह हो।